ବିଜୁ ଜନତା ଦଳରେ ବର୍ତ୍ତମାନ ହଁ। ଶଶିକଳା ସିଣ୍ଡ୍ରୋମ 2.0 ଚାଲିଛି ଓକେ ହେଲା ହଁ। ଆଉ ଶଶିକଳା ସିଣ୍ଡ୍ରୋମ କିଏ କହିଥିଲେ ଜାଣିଛନ୍ତି ତ ଆପଣ ସବୁ ନାଇଁ, ଜାଣିଛନ୍ତି ଓଡିଶାରେ କିଏ କହିଥିଲେ ନା, ଶବ୍ଦ ମୋର ଜାଣିଛନ୍ତି ତ ସେ ସବୁ ଜିନିଷକୁ ଯିବାର ନାଇଁ, ନାହିଁ ଧର୍ମେନ୍ଦ୍ର ବାବୁ କହିଥିଲେ ଶଶିକଳା ମୁଁ ସିଣ୍ଡ୍ରୋମ ସେଇ କଥା ତ ଜିନିଷକୁ ଯିବାର ନାହିଁ ହଁ। ମୁଁ କୌଣସି ନେତା ବା କୌଣସି ଦଳକୁ ମୁଁ ବ୍ୟକ୍ତିଗତ ଭାବରେ ବର୍ତ୍ତମାନ ଆକ୍ଷେପ କରିବା ପାଇଁ ଚାହୁଁନି ହଁ। ଆଉ ଯୋଉ ନୂଆ ସରକାର ଚାଲିଛି ହଁ। ଲୋକଙ୍କ ପାଖରେ ଆଦୃତ ହବା ପାଇଁ ହଁ। ଆଉ ଟିକେ ପରିଶ୍ରମ କରିବାକୁ ଦରକାର ଅଛି। ପରିଶ୍ରମ କରିବାକୁ ନିଶ୍ଚିତ, ପଡିବ କଂଗ୍ରେସର ନିଶ୍ଚିତ। ଅବସ୍ଥା ସମ୍ପର୍କରେ କଣ କହିବେ କଂଗ୍ରେସ ବହୁତ ଦିନ ହେଲା ଶାସନରୁ ଚାଲି ଯାଇଛନ୍ତି ହଁ ତେଣୁକରି ଲୋକ ଯାହା ମତେ ଟିକେ ଖୁସି ଲାଗିଲା ହଁ। ଯେ ନୂଆପଡା ବାଇ ଇଲେକ୍ସନରେ କଂଗ୍ରେସ ଆଟଲିଷ୍ଟ ସେକେଣ୍ଡ ପୋଜିସନକୁ ଆସିଲି ହଁ। ଆଫ୍ଟର ଏ ଲଙ୍ଗ ଟାଇମ ହଁ। ତ ଭଲ ମତେ ଲାଗୁଛି ନିଶ୍ଚିତ ଶିବ ତାଙ୍କର ମ୍ୟାଡାମ, ମୋ କର୍ମୀମାନେ ମନରେ ଗୋଟେ ଉତ୍ସାହିତ ଅଛନ୍ତି। ସ୍ୱତଃସ୍ଫୂର୍ତ୍ତ ପ୍ରଶ୍ନ ଅଛି ହଁ ଆପଣ ଅନେକ କଥା ସତରେ ଜାଣିଛନ୍ତି ହଁ ନା ଆପଣଙ୍କୁ କିଏ ଖବର ଦିଏ ଆପଣ ଦି ତିନିଟା ଭବିଷ୍ୟବାଣୀ ଲାଗିଗଲା ଆପଣ କହିଲେ ଯେ ତୃତୀୟ ନମ୍ବରରେ ରହିବ ବିଜେଡି ହଁ, ଆଉ ହଁ, ତୃତୀୟ ନମ୍ବର ବିଜେଡି ରହିଲା ନୂଆପଡାରେ ହଁ, ହଁ। ଆପଣ କିଛି ଦିନ ପୂର୍ବରୁ କହିଲେ ଯେ ସୁଜାତା ରାଉତ ହୁଁ ଆସିବେ ବିଜୁ ଜନତା ଦଳକୁ ସେ ଆସିଲେ କିଏ ସବୁ ଖବର ଦିଏ ଆପଣଙ୍କୁ ଦେଖନ୍ତୁ ହୁଁ ଗୋଟେ ଝିଅ ଯେତେବେଳେ ତା ବାପ ଘରେ ଚଳେ ହଁ ତାପରେ ଶାଶୁ ଘରକୁ ଯାଏ ହଁ ବାପ ଘର ଚଳଣି ଅଲଗା ଶାଶୁ ଘର ଚଳଣି ଅଲଗା କିନ୍ତୁ ମା ଯେତେବେଳେ ଫୋନ କରିକିରି ଗୋଟିଏ ଇସାରା ବି ଦେଇଦବ ଝିଅ ବୁଝିଯିବ କଣ କହିଲେ ହୁଁ ମୋ ବାପ ଘରେ ଏଇଟା ଏଇଟା ଚାଲିଛି ହଉଥିବ କାହିଁକି କାହିଁକି ନା ସେଇଠୁ ସେ ଜନ୍ମରୁ ବାହା ହେଲା ପର୍ଯ୍ୟନ୍ତ ଚଳିକି ସେଇ କଥା କହୁଛି ମୁଁ ଆସିଛି। ଶ୍ରୀମୟୀ ମ୍ୟାଡାମ ଯେ ବାପ ଘରୁ ସେଇ ଲୋକଟି ନା, କିଏ ବାପ- ଯିଏ ଆପଣଙ୍କୁ ଇସାରା ଦଉଛି ଅନେକ ଲୋକ କହୁଛନ୍ତି ବିଜୁ ଜନତା ଦଳର କିଛି ନେତାଙ୍କର ବ୍ୟାକ୍ ଅଛି ଆପଣଙ୍କ ବିଲକୁଲ ପଛରେ ନୁହଁ ହଁ। ରାଦର ମୁଁ ବହୁତ ନେତାଙ୍କ ସହିତ ପର୍ସନାଲି କନେକ୍ଟେଡ ଥାଇପାରେ ବଟ ତାଙ୍କୁ ମୁଁ କେବେ ବି ପବ୍ଲିକଲି ଓପନ ଏଇଥିପାଇଁ କରେନି କାଳେ ତାଙ୍କ ରାଜନୈତିକ କ୍ୟାରିୟର କିନ୍ତୁ ବିଜୁ ଜନତା ଦଳର କିଛି ନେତା ଆପଣଙ୍କ ସହିତ କଥା ହୁଅନ୍ତି କେମିତି ହେବେନି ଆଜ୍ଞା ହଁ କେମିତି ହେବେନି ମାନେ ଏବେ ଅଛନ୍ତି ଚୁପଚାପ ଅଛନ୍ତି ସେଠି? ଆପଣ ଗୋଟେ ଚ୍ୟାନେଲ ଛାଡିକି ଆଉ ଗୋଟେ ଚ୍ୟାନେଲରେ ଆସିକି ଚାକିରି କରିବେ ତା ମାନେ ନୁହଁ ଯେ ଆପଣଙ୍କର ପୂର୍ବ ଚ୍ୟାନେଲରେ ଯୋଉମାନେ ସାଙ୍ଗସାଥି ଥିବେ ଆପଣ ଚ୍ୟାନେଲ ଆଉ ରାଜନୈତିକ ମୁଁ କଣ ଆର ଚ୍ୟାନେଲକୁ ଗାଳି ଦଉଛି ଏଟା ମଣିଷ ହଁ। ଏଟା ଚ୍ୟାନେଲ ନାଇଁ ନାଇଁ ମୁଁ କହୁଛି ଯେ ସେଇ ଦଳର କିଛି ନେତା ଆପଣଙ୍କ ସହିତ କଥା ହେଇକିରି କଣ ଚୁପ୍ ରହୁଛନ୍ତି କି ଚୁପ ରହୁଛନ୍ତି ମାନେ ମାନେ ସେଠି ଭଲ ଅଛନ୍ତି କିନ୍ତୁ ଆପଣଙ୍କୁ କହୁଛନ୍ତି ଆମେ ଭଲ ନାହୁଁ ଏମିତି କିଏ ଅଛନ୍ତି ସେଇଟା ତ 90% ଲୋକ ସେୟା କହୁଛନ୍ତି ଏଟା ଇଆଡେ ସତ? ଇଆଡେ ଫୁଲ ତୋଳା ଧରଉଛନ୍ତି ସେପଟେ ଆସିକି କହୁଛନ୍ତି କଣ ହେଇଗଲା ବିଧାତା ହଁ। କିନ୍ତୁ ଏବେ ପୁରା ନିରବତା ବହୁତ ଭଲରେ ଚାଲିଛି ବୋଲି ମେ ବି ଆମେ ତ ସବୁବେଳେ ଜାଣିଛୁ ଯେ ନିରବତା ସେତେବେଳେ ଆସେ ଯେତେବେଳେ ଗୋଟେ ବଡ ଝଡ ଆଗକୁ ଥାଏ ଆପଣଙ୍କୁ ପାରି ହବ କଥାରେ ଆପଣଙ୍କୁ ବିଲକୁଲ ପାରି ହବନି କିନ୍ତୁ ମତେ କିଏ ଇନଫର୍ମେସନ ଦିଅନ୍ତି ନାହିଁ ଟୁ ବି ଭେରି ଫ୍ରାଙ୍କ ଟିକେ Calculation. ଭାରି ଗରମ ହେଲାଣି ନାଇଁ କି ଟିକେ ଗରମ ଆପଣଙ୍କୁ ବି ହଉଛି ଟିକେ ଟିକେ ହାଲକା କରିଦବା ମାହୋଲକୁ ମୁଁ ଚାହେଁ ଯେ ରାଜନୀତିର କଥା ବି ହାଲକା ହେଇକିରି ହଉ ନହେଲେ ବହୁତ ଗରମ ହବ ଆଉ ମୁଁ ଗୋଟେ ବହୁତ ଅଧିକ ସିରିୟସନେସ୍ ଆଣିକିରି ହଲଚଲ କରିବା ପାଇଁ ଚାହେଁ ନାହିଁ ଆପଣ ସମ୍ବଲପୁରିଆ ଝିଅ ଗୀତ ବି ଗାଆନ୍ତି ହଁ ଗାଇସି ହଁ ଗାଇସନ୍ ନବୀନ ନବୀନ ଗୀତ ବି ଗାଇଛେ। ଗାଇଛନ୍ତି ନାଇଁ କି ଗୋଟେ ସମ୍ବଲପୁରିଆ ଫୁଲ ଗୀତ ଅଛି ଆପଣଙ୍କ ମୋର ଦି ତିନି ଥର ଶୁଣିଛୁ ଟିକେ ଶୁଣେଇ ଦିଅନ୍ତୁ ସମ୍ବଲପୁରିଆ ଫୁଲ ହେ ଆମେ ସମ୍ବଲପୁରିଆ ଫୁଲରେ ଆମର କଥା ମୁହଁ ଗୁଲି ଲକ୍ଷେ ଟଙ୍କା ଚାଲି ପାରୁଛ ବୋଇଲେ ତୁଲରେ ହେ ଆମେ ସମ୍ବଲପୁରିଆ ଫୁଲରେ ଆମର ଚକା ଚକା ବେନି ମୁଡ଼େ କ୍ଷୀରି ପିନି ପାରୁଛ ବୋଇଲେ ତୁଲରେ ପଶ୍ଚିମ ଓଡିଶାର ଝିଅ ଆଉ ପୂର୍ବ ଓଡିଶାର ବୋହୂ ଓଡିଆ ଝିଅକୁ କହୁଛି ତାମିଲ ବୋହୂ କ'ଣ ମୁଁ ଓଡ଼ିଆ ଝିଅ ବୋଲି କହି ମାନେ ମନା କରିନି ତ ମୁଁ କହିଲି ତାମିଲ ବୋହୂ ମୋ କହିବା କଥା ଯେତେବେଳେ ଆମ ସଂସ୍କୃତିରେ ଆମେ ବାହା ହେଇଯାଉ ଆମ ଗୋତ୍ର ପରିବର୍ତ୍ତନ ହୁଏ ହଁ ଆମ ଗୋତ୍ର ପରିବର୍ତ୍ତନ ହୁଏ ଆମର ଘର ସଂସାର ପରିବର୍ତ୍ତନ ହୁଏ ଆମର ଫ୍ୟାମିଲି ପରିବର୍ତ୍ତନ ହୁଏ ସବୁ ସେଇ ପରିବର୍ତ୍ତନ କଣ୍ଟେକ୍ସଟରେ ମୁଁ କହିଛି ହଁ ଭାବନ୍ତୁ ଶ୍ରୀମୟୀ ମ୍ୟାଡାମ ଗୋଟେ କଣ୍ଡିସନ ଦଉଛି ମୁଁ କାହାରି ସପକ୍ଷ ବିପକ୍ଷରେ କହୁନାହିଁ ଦୁନିଆରେ କିଛି ବି ହେଇପାରେ ଆପଣ ଭାବନ୍ତୁ ଗୋଟେ ଦଳ ଗଢିଲେ ଆଉ ସେ ଦଳର ନାଁ ଭାବନ୍ତୁ ଆପଣ ଦେଲେ ଏଇ ଜନତା ପାର୍ଟି ଏବେ ତ କକରୋଜ ଜନତା ପାର୍ଟି ଚାଲିଛି ଭାବନ୍ତୁ ଆପଣ ଦେଲେ ଟାଇଗର ଜନତା ପାର୍ଟି ହଁ ଆଉ ଆପଣ ନାଁ ବି ଡିସାଇଡ୍ କରିଦେଲେ ନାଇଁ ମୁଁ କଥା ହଉଛି ଜଷ୍ଟ ଭାବନ୍ତୁ ଆପଣ ଗୋଟେ ଦଳ କଲେ ଟାଇଗର ଜନତା ପାର୍ଟି ଆଉ ସେ ଜନତା ପାର୍ଟିକୁ ଆପଣ ଆରମ୍ଭ କଲେ ଭାବନ୍ତୁ ଆପଣ ଏକୁଟିଆ ଅଛନ୍ତି ବାହାସାହା ହେଇନାହାନ୍ତି କିମ୍ବା ଯାହା ବି ହେଇଛି ଆପଣ ଜଣେ ନେତାଙ୍କୁ ବହୁତ ଭଲ ପାଉଛନ୍ତି ତାକୁ ଆପଣ ନିଜର ଉତ୍ତରାଧିକାରୀ ଘୋଷଣା କରିବେ ନା କରିବେନି ମାନେ ଏଟା କ'ଣ ପଶାପାଲି 2.0 ପଚାରୁଛି ମୁଁ ଆଉ ଗୋଟେ ପଚାରୁଛି ମୁଭିର ପରିକଳ୍ପନା କରୁଛନ୍ତି ନା କ'ଣ ମୁଁ ମୁଁ ବୁଝିପାରୁନି ଗୋଟେ କଣ୍ଡିସନ ଦଉଛି ଯେ ଆପଣ ଯେତେବେଳେ ଯଦି ଗୋଟେ ନୂଆ ଦଳ ଗଢିବେ ଆପଣ ଜଣେ ନେତାଙ୍କୁ କିମ୍ବା ଗୋଟେ ଲୋକକୁ ବହୁତ ଭଲ ପାଉଥିବେ ଆପଣ ତା ଭରସାରେ ଛାଡିଦେବେ ନା ଛାଡିଦେବେନି ଏଇଟା ରାଜତନ୍ତ୍ର ନୁହଁ ଆଜ୍ଞା
ରାଜତନ୍ତ୍ରରେ ରାଜାଙ୍କର ଇଚ୍ଛା ଚାଲୁଥିଲା ଏଇଟା ଗଣତନ୍ତ୍ର ହଁ। ଏଠି ସବୁ ଡିସିଜନ ଜନତାଙ୍କ ଉପରେ ଛାଡିବା କଥା। ତାହେଲେ ସୋନିଆ ଗାନ୍ଧୀ ଭୁଲ କରିଛନ୍ତି? ଶୁଣନ୍ତୁ ମୁଁ କହିଲି ନା ମୁଁ କୌଣସି ରାଜନୈତିକ ବ୍ୟକ୍ତି ବା ରାଜନୈତିକ ଦଳ ଉପରେ ପର୍ସନାଲି ଆଜି ଆକ୍ଷେପ କରିବି ନାହିଁ। ଡିସାଇଡେଡ ତ ମୁଁ କିନ୍ତୁ ଏତିକି କହିବି ଗଣତନ୍ତ୍ରରେ ସବୁ ଡିସିଜନ ଜନତାଙ୍କ ଉପରେ ଛାଡିବା। ଭାରତୀୟ ଜନତା ପାର୍ଟି ସରକାରରେ କଣ ଭୁଲ ଆପଣ ଦେଖୁଛନ୍ତି ଜଣେ ନେତ୍ରୀ ହିସାବରେ, ଜନତା ହିସାବରେ? ମୁଁ କହିଛି ଡିସାଇଡେଡ କି ମୁଁ କିଛି କହିବି ନାହିଁ। କହିନାହାନ୍ତି? ମୁଁ ଡିସାଇଡେଡ ମୁଁ କାହା ଉପରେ ଆଜି ଆକ୍ଷେପ କରିବି କିଛି କରିବେ ନାହିଁ? କିଛି କରିବି ଆକ୍ଷେପ କରିଥାନ୍ତେ ନହେଲେ ଆମେ ଟିକେ ନ୍ୟୁଜ 18 ଟିକେ ଅଲଗା କରିବା ନା। ଠିକ ଅଛି, ନ୍ୟୁଜ 18 କିନ୍ତୁ ଗୋଟେ ଆପଣ ଆମେ ବହୁତ ନୂଆ ହିଁ କଲେଣି, ଆପଣ ନିଜେ ଦେଖୁଥିବେ। କିନ୍ତୁ ଆପଣଙ୍କର ଗୋଟେ ଲାଇନ ମତେ ମଜା ଆସିଗଲା। ରାଜା ସ୍ୱାଇଁ କହିଲେ ଆଇ ଏମ୍ ଡାଉନ ବଟ୍ ନଟ୍ ଆଉଟ୍, ଆପଣ କହିଲେ ଆଇ ମେ ବି ଆଉଟ୍ ବଟ୍ ନଟ୍ ଡାଉନ। ହ୍ୱାଟ ଡୁ ୟୁ ମିନ୍ ଅଫ ଦ୍ୟାଟ୍? ସେଇଟା ଜଣେ ବ୍ୟକ୍ତି ବିଶେଷ ରାଜା ସ୍ୱାଇଁଙ୍କୁ କହିଥିଲେ, ମୁଁ ଶୁଣିଥିଲି ମାନେ ଆଇ ୱାଜ ନଟ୍ ପ୍ରେଜେଣ୍ଟ। ନାଇଁ, ଆଇ ମେ ବି ଆଉଟ୍ ବଟ୍ ନଟ୍ ଡାଉନ, ହ୍ୱାଟ ଡୁ ୟୁ ମିନ୍ ଅଫ ଦ୍ୟାଟ୍? ଆପଣ କଣ କହିବା ପାଇଁ ଚାହୁଁଛନ୍ତି? ଲୋକ କାଳେ ଭାବୁଥିବେ ଯେ ଇଏ ଗୋଟେ ଦଳରୁ ବାହାରି ଯାଇଛି ମାନେ ଇଏ ଗୋଟେ ଅବଳା ଦୁର୍ବଳା, ତାର ମେଣ୍ଟାଲ କଣ୍ଡିସନ ବିଗିଡି ଯାଇଛି, ଇଏ ହେଇଛି, ମାନେ ପବ୍ଲିକ ପରସେପସନ, ମାନେ ଆପଣ କିଛି କହିପାରିବେନି। ପବ୍ଲିକ ପରସେପସନରେ ଆପଣ କେବେ ରୋକ ଲଗେଇ ପାରିବେ ନାହିଁ। ତ ମୁଁ ସେଇଠି ଗୋଟେ ଜିନିଷ କହିବି ଯେ ମୋ ପରିଚୟ ମୋଠୁ, ଓକେ, ମୋ ପରିଚୟ ଯେ କେବଳ ଗୋଟେ ଦଳଠୁ ବା ଗୋଟେ ଆକ୍ଟିଂ କ୍ୟାରିୟରରୁ ବା ଗୋଟେ ରାଜନୀତିରୁ, ଆପଣଙ୍କ ପରିଚୟ ଆପଣଙ୍କ ଠାରୁ। ମୋ ପରିଚୟ ମତେ ଭଗବାନ ଜନ୍ମ ଦେଇଛନ୍ତି, ମୋ ମା ବାପା ମତେ ନାଁ ଦେଇଛନ୍ତି। ଓକେ, ଭାବନ୍ତୁ କ୍ୟାମେରା ଅନ୍ ନାହିଁ, ମୁଁ ଆପଣଙ୍କ କାନରେ ପଚାରୁଛି, ଉତ୍ତର ଦେବେ। ମୁଁ ଆପଣଙ୍କ କାନରେ ପଚାରୁଛି 2024 ମସିହାରେ କୋଉ ଦଳକୁ ଭୋଟ ଦେଇଥିଲେ ଆପଣ? 2024 ମସିହାରେ ହଁ ମୁଁ ବିଜୁ ଜନତା ଦଳକୁ ଭୋଟ ଦେଇଥିଲି। ବିଜୁ ଜନତା ଦଳକୁ ଭୋଟ ଦେଇଥିଲି ମାନେ ଏମଏଲଏ ବି ଆଉ ଲୟାଲ ଥିଲେ? ମୁଁ ଥିଲି ହଁ। ଥିଲେ ଆପଣ? ଆପଣ ନିର୍ବାଚନ ସରିବା ପରେ କଣ କହିଥିଲେ, ପ୍ରତିକ୍ରିୟା ମନେ ଅଛି ଗଣମାଧ୍ୟମକୁ? ବୁମ୍ ଲାଗିଥିଲା ବହୁତ ଗୁଡାଏ। ହଁ ମୁଁ କହିଥିଲି ଆପଣ କହିଲେ ବାजीगर, ଆପଣ କହିଥିଲେ हार के जीतने वाले को बाजीगर कहते हैं। आमे लोकंको हृदय अछु। बिजु जनता दल लोकंको हृदय अछि ना नहीं ना? भारतीय जनता पार्टी अछि। बिजु जनता दल ता निज गोडरे निजे कुराडी मारुछि। ओके, बिजु जनता दलर कैडर स्टिल एक्जिस्ट, किंतु सेमानकर जो परिचालन बा मैनेजमेंट सेटा सेमाने एसी रूम रे बसिकी वर्तमान पर्यंत भी बोधे बुझी पारि नांती जे ग्राउंड रियलिटी कोन लोक कोन चाहुचंती। ओके, जेतेबेले बिजु जनता दल रे आपण सांग होइकरी काम करूथिले आउ सेही माने जेतेबेले आपनको ऊपर गोटे स्टेटमेंट दियंती ताकू उत्तर आपण केमती दवा पई चाहंती? इग्नोर करंती। मैडम आपण प्रमिला मैडम को केमती इग्नोर करंती जे 7 थरर विधायक जे कि जननेत्री से कहउछन मु तो एथर जित्ति छी? प्रथम कथा जो महिलार आ गोटे महिला पई रेस्पेक्ट नै ना, आमे से महिला को ही इग्नोर करबा କଥା। से किंतु दलर कथा कहउछन तांगा एडिटर अलगा, से कोंतु से कहि परियो। मु से कोन कहले न कहले मु सेठी को जाउनी, बट जो महिला गोटे महिला को गोटे बेयर मिनिमम रेस्पेक्ट देई जानी ना। सुलता मैडम आपण कहले अल्प विद्या भयंकरी कहिथिबे, मु सुनी ना एक्जेक्टली या ऊपर आपण कोनसी प्रतिक्रिया दवा पई सुनतो आज्ञा सेमाने को मु अपा अपा डाकुथिली, एबे कोठी देखाले भी तांको अपा ही डाकिबी। एबे भी भलो पाइबारे मिसुचन त? नहीं, एबे भी देखाले मु अपा ही डाकिबी। डाकिबी माने कोन, माने खाली डाकी देबी याडे पछ मोडी देले तांको गाली करबी, से नो आपण सेमती करंती ना। ना जा हो गोटे भलो कथा आपण कहले जे एबे भी देखाले मु अपा नमस्कार करू। बहुत सुंदर कथा आपण कहले।